ଠାକୁର ଦର୍ଶନ ସାରି ବୁଲାବୁଲି ଆମେ କରିବା ପାଇଁ ରେଡ଼ି ହେଇସାରିଛେ। ଏବେ ପ୍ରାୟତଃ ସନ୍ଧ୍ୟା ହେଇଗଲାଣି 6ଟା 6:30। ଠାକୁର ଦର୍ଶନ କରିକି ଆସିକି ରୁମ୍ରେ ପୁରା ରେଷ୍ଟ ନେଇଥିଲୁ, ମାନେ ଶୋଇ ଯାଇଥିଲୁ ଥକାରେ। ତ ଏବେ ସନ୍ଧ୍ୟାରେ ଆମେ ବିଚ୍ ପାଖକୁ ପଳେଇ ଆସିଛେ। ଦେଖନ୍ତୁ ବିଚ୍ର ପ୍ରବଳ ଭିଡ଼, ତା ସହିତ ମାନେ ଲହଡ଼ି ପାଖକୁ ବି ପଳେଇ ଆସୁଛି ରାତି ହେଲା ମାତ୍ରକେ। ତ ଦେଖନ୍ତୁ ଆମେ ତ ଗାଧେଇ ପାରିବାନି ଯେହେତୁ ଏବେ ଶୀତ ଦିନ, ତ ସେଥିପାଇଁ ଆମେ ଜଷ୍ଟ ଖାଲି ପାଣିରେ ଟିକେ ବୁଡ଼ ମାରିକି ପଳେଇ ଆସିଲେ। ତ ତାପରେ ଆମେ ଆସିଛେ ଓଟରେ ବସିବା ପାଇଁ। ତ ମୋ ପୁଅ ଟିକେ ଜିଦ୍ଦି କରିଥିଲା ଓଟରେ ବସିବା ପାଇଁ, ତ ତା ସହିତ ମୁଁ ବି ବସି ପଡ଼ିଛି ଟିକେ, କାହିଁକିନା ସେ ଯେହେତୁ ଏକା ବସି ପାରିବନି ଛୋଟ ପିଲା, ତ ତାକୁ ଧରିକି ମୁଁ ବି ଟିକେ ବସି ପଡ଼ିଛି। ଆପଣମାନଙ୍କୁ ଓଟରେ ବସିବା ପାଇଁ ଭଲ ଲାଗେ କି ନାହିଁ, ଆପଣମାନେ ବସିଛନ୍ତି କି ନାହିଁ କମେଣ୍ଟରେ ସିଓର ଜଣାଇବେ। ତ ଚାଲନ୍ତୁ ସନ୍ଧ୍ୟା ହେଇଗଲାଣି ଯେହେତୁ କିଛି ଖିଆଖୁଇ କରିଦେବା। 12ଟା ବି ଆଜି ଭଲ ବାର ନାହିଁ, ତ ସେଥିପାଇଁ ମୁଁ ବିଶେଷ କିଛି ଖାଇଲିନି। ମୋତେ ଟିକେ ଆଇସ୍କ୍ରିମ୍ ଖାଇବାକୁ ଭଲ ଲାଗେ, କାହିଁକିନା ମୁଁ ଯେତିକି ବି ବାହାର ଜିନିଷ ମାନେ ପୂଜା ପର୍ବରେ କି ଫାଙ୍କାରେ ବୁଲି ନା, ମୁଁ ବାହାର ଜିନିଷ କିଛି ଖାଇନି, କେବଳ ଆଇସ୍କ୍ରିମ୍ ଜୁସ୍ ଏମିତି ସବୁ ପିଇଦିଏ। ତ ମୁଁ ସେଥିପାଇଁ ଟିକେ ଚୁସ୍କି ଖୋଲା ପିଇଦେଲି। ଆପଣମାନେ ୟାକୁ କ'ଣ କୁହନ୍ତି ମୁଁ ତ ଜାଣିନି, ଖାଲି ମୋ ଜାଣିବାରେ ୟାକୁ ଆମେ ଚୁସ୍କି ଖୋଲା ହିଁ କହୁ। ତ ପୁଅ ଟିକେ ଚିକେନ୍ ପକୋଡ଼ା ଖାଇଲେ, ଟିକେ ଚୁସ୍କି ଖୋଲା ଖାଇଲା, ତା ସହିତ ଟିକେ ମକା ଖାଇଲେ, ମାନେ ସୁଇଟ୍ କର୍ଣ୍ଣ ଥିଲା। ଦେଖନ୍ତୁ ମାନେ ସମୁଦ୍ର କୂଳ ପାଖରେ ବହୁତ ସାରା ମାଛ ବି ଆପଣମାନଙ୍କୁ ମିଳିଯିବ, ମାନେ ମାଛ ଫ୍ରାଏ କରିକି ପୁରା ଛାଙ୍କି ଛୁଙ୍କାକି ପୁରା ମସ୍ତ ଭାବରେ ଆଇଟମ୍ ଦେଉଛନ୍ତି, ମାନେ ପୁରା ପକୋଡ଼ା ବନେଇ ଦେଉଛନ୍ତି, ଫିସ୍ ପକୋଡ଼ା। ଆପଣମାନେ ପୁରୀରେ ପାମ୍ପଲେଟ୍ ମାଛ ମାନେ ଖାଇଛନ୍ତି କି ନାହିଁ କମେଣ୍ଟରେ ସିଓର ଜଣାଇବେ। ଆଉ ଆପଣମାନେ ଜଗନ୍ନାଥ ଦର୍ଶନ କରିବାକୁ ଆସିଲେଣି କି ନାହିଁ 2026ରେ, ସେଇଟା ବି ସିଓର ଜଣାଇବେ। ତ ଆମର ପୁରୀ ବୁଲାବୁଲି ସରିଲା, ଆମେ ଏବେ ଘରକୁ ରିଟର୍ଣ୍ଣ କରିଛୁ। ତ ସକାଳୁ ସକାଳୁ ଟ୍ରେନ୍ରେ ଓହ୍ଲେଇକି ଆମେ ବାଇକ୍ ନେଇକି ପଳେଇ ଆସିଛୁ ଘରକୁ। ଦେଖନ୍ତୁ କେତେ ମାନେ କୁହୁଡ଼ି ପଡ଼ିଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବେ ଦେଖିଥିବାରୁ ଧନ୍ୟବାଦ।